କିନ୍ତୁ ଆରମ୍ଭ କରିବା ଆଜି ସକାଳର କିଛି ବଡ଼ ଗୁରୁତ୍ୱପୂର୍ଣ୍ଣ ଖବରଗୁଡ଼ିକ। ପ୍ରଥମ ବଡ଼ ଖବରଟି ହେଉଛି ମାସକୁ ଏତିକି ଟଙ୍କା ରୋଜଗାର କରୁଥିଲେ ମିଳିବ ପିଏମ୍ ଆବାସ ଘର। ନିଜର ଘର କରିବା ସମସ୍ତଙ୍କର ସ୍ୱପ୍ନ ରହିଥାଏ। ସମସ୍ତେ ନିଜର ସ୍ୱପ୍ନ ପାଇଁ ବହୁତ କଠିନ ପରିଶ୍ରମ କରନ୍ତି। ନିଜର ସ୍ୱ ଅର୍ଜିତ ପୁଞ୍ଜି ଜମା କରିବା ପରେ ବି ଅନେକ ଲୋକ ଘର କରିପାରୁନାହାନ୍ତି କି ନିର୍ମାଣ କରିପାରୁନାହାନ୍ତି। ତେଣୁ ଏଥିପାଇଁ ସରକାର 2015 ମସିହାରେ ପିଏମ୍ ଆବାସ ଯୋଜନା ଆରମ୍ଭ କରିଥିଲେ, ଯାହାର ଅଧୀନରେ ଏପର୍ଯ୍ୟନ୍ତ କୋଟି କୋଟି ଲୋକ ଲାଭ ପାଇସାରିଛନ୍ତି। ତେବେ ଆବାସ ଯୋଜନାର ଲାଭ ପାଇବା ପାଇଁ ସରକାର କିଛି ଯୋଗ୍ୟତା ମାନଦଣ୍ଡ ସ୍ଥିର କରିଛନ୍ତି। ପିଏମ୍ ଆବାସ ଯୋଜନା ଅଧୀନରେ ବିଭିନ୍ନ ବର୍ଗର ଲୋକମାନେ ଭିନ୍ନ ଭିନ୍ନ ଆଧାରରେ ଉପକୃତ ହୁଅନ୍ତି। ଏଥିରେ ଦୁର୍ବଳ ବର୍ଗ ବା ଇଡବ୍ଲ୍ୟୁଏସ୍, ନିମ୍ନ ଆୟ ଗୋଷ୍ଠୀ ବା ଏଲ୍ଆଇଜି ଓ ମଧ୍ୟମ ଆୟ ଗୋଷ୍ଠୀ ବା ଏମ୍ଆଇଜିର ପରିବାର ଅନ୍ତର୍ଭୁକ୍ତ। ଯଦି ଦୁର୍ବଳ ବର୍ଗର ବ୍ୟକ୍ତି ଅର୍ଥାତ୍ ଇଡବ୍ଲ୍ୟୁଏସ୍ ବର୍ଗର ବ୍ୟକ୍ତି ଏହି ଯୋଜନାରେ ସୁବିଧା ପାଇବା ପାଇଁ ଆବେଦନ କରୁଛନ୍ତି, ତେଣୁ ତାଙ୍କର ବାର୍ଷିକ ପାରିବାରିକ ଆୟ କେବଳ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବା ଉଚିତ। ଯଦି ଏହାଠାରୁ ଅଧିକ ହୁଏ ତେବେ ଏହି ବର୍ଗରେ ଲାଭ ଉପଲବ୍ଧ ହେବ ନାହିଁ। ଏହା ବ୍ୟତୀତ ନିମ୍ନ ଆୟ ଗୋଷ୍ଠୀ ଅର୍ଥାତ୍ ଏଲ୍ଆଇଜି ବର୍ଗ ପାଇଁ ବାର୍ଷିକ ଆୟ କେବଳ 3 ଲକ୍ଷରୁ 6 ଲକ୍ଷ ଟଙ୍କା ମଧ୍ୟରେ ରହିବା ଉଚିତ, ଯେତେବେଳେ କି ମଧ୍ୟମ ଆୟ ଗୋଷ୍ଠୀ 1 ବା ଏମ୍ଆଇଜି 1ରେ ବାର୍ଷିକ ଆୟ 6 ଲକ୍ଷ ଟଙ୍କାରୁ 12 ଲକ୍ଷ ଟଙ୍କା ମଧ୍ୟରେ ରହିବା ଉଚିତ। ଯଦି ଆମେ ମଧ୍ୟମ ଆୟ ଗୋଷ୍ଠୀ 2 ବା ଏମ୍ଆଇଜି 2 ବିଷୟରେ କଥା ହେବା, ତେବେ ଏଥିରେ ବାର୍ଷିକ ଆୟ 12 ଲକ୍ଷ ଟଙ୍କାରୁ 18 ଲକ୍ଷ ଟଙ୍କା ମଧ୍ୟରେ ରହିବା ଉଚିତ। ତେବେ ଏହା ବ୍ୟତୀତ ଭାରତର କୌଣସି ସ୍ଥାନରେ ପରିବାରର କୌଣସି ସଦସ୍ୟଙ୍କର ନାମରେ ସ୍ଥାୟୀ ଘର ରହିବା ଉଚିତ ନୁହେଁ, ନଚେତ ଆପଣ ଏହି ସରକାରୀ ଯୋଜନାରୁ ବଞ୍ଚିତ ହୋଇପାରନ୍ତି। ନମ୍ବର 2, ଲକ୍ଷପତି ଦିଦି କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀ ବିବୃତି ରଖୁ ରଖୁ ଭେଟିବାକୁ ଛୁଟିଲା ମହିଳାମାନଙ୍କର ସୁଅ। ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହିତ ଆର୍ଥିକ ଅଭିବୃଦ୍ଧି ପାଇଁ ଲକ୍ଷପତି ଦିଦି ଯୋଜନା କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବିବୃତ୍ତି ଦେଇଥିଲେ। ତାଙ୍କର ବିବୃତ୍ତି ହଜାର ହଜାର ମହିଳାମାନଙ୍କୁ ଭେଟିଛନ୍ତି। ରବିବାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କୃତଜ୍ଞତା ସହିତ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର 2027 ମସିହା ସୁଦ୍ଧା 25 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତେବେ ନିଜେ ଲକ୍ଷପତି ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଲକ୍ଷପତି ହେବା ପାଇଁ ସାହାଯ୍ୟ କରନ୍ତୁ। ଲକ୍ଷପତି ଦିଦି ଯୋଜନା ହେଉଛି ପ୍ରଧାନମନ୍ତ୍ରୀଙ୍କର ଏକ ଯୁଗାନ୍ତକାରୀ ସ୍ୱପ୍ନ। ନମ୍ବର 3, ବାରବାଟୀରେ ଆଜି ସେଲିବ୍ରିଟି କ୍ରିକେଟ ମ୍ୟାଚ୍ ଖେଳାଯିବ। 2ଟି ମ୍ୟାଚ୍, ଦର୍ଶକମାନଙ୍କର ମଧ୍ୟରେ ଉତ୍ସାହ। ବାରବାଟୀରେ ଆଜି ସେଲିବ୍ରିଟି କ୍ରିକେଟ ମ୍ୟାଚ୍ 2ଟି ମ୍ୟାଚ୍ ଖେଳାଯିବାର ରହିଛି। ପ୍ରଥମ ମ୍ୟାଚ୍ ପଞ୍ଜାବ ଦ ସେର ଓ ଭୋଜପୁରୀ ଦବଙ୍ଗ୍ସ ମଧ୍ୟରେ ଖେଳାଯିବ। ସେହିପରି ଅନ୍ୟ ମ୍ୟାଚ୍ ମୁମ୍ବାଇ ହିରୋଜ ଏବଂ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ। ଅଭିନେତା ସୋନୁ ସୁଡ୍ ପଞ୍ଜାବ ସେଲିବ୍ରିଟି ଟିମ୍ର ଅଧିନାୟକ ରହିଛନ୍ତି। ଅଭିନେତା ଓ ବିଜେପି ସାଂସଦ ମନୋଜ ତିୱାରୀ ଭୋଜପୁରୀ ଦବଙ୍ଗ୍ସର ଅଧିନାୟକ ରହିଛନ୍ତି। ରିତେଶ ଦେଶମୁଖ ମୁମ୍ବାଇ ହିରୋଜ ଟିମ୍ର ଅଧିନାୟକ ଦାୟିତ୍ୱ ସମ୍ଭାଳୁଥିବା ବେଳେ ଯିଶୁ ସେନଗୁପ୍ତା ବେଙ୍ଗଲ ଟାଇଗର୍ସ ଟିମ୍ର ଅଧିନାୟକ ଭାର ସମ୍ଭାଳୁଛନ୍ତି। ନମ୍ବର 4, ଫେବୃଆରୀ 19ରୁ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା, ସତର୍କ ସୂଚନା ଜାରି। ଆସନ୍ତା 3 ଦିନ ମଧ୍ୟରେ ସାରା ଓଡ଼ିଶାରେ ରାତିର ତାପମାତ୍ରା ଧୀରେ ଧୀରେ 2ରୁ 3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ତେବେ ଗତ 2 ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ରବିବାର ସକାଳେ 7.4 ଡିଗ୍ରୀ ସେଲସିୟସ୍ ସହିତ ପାହାଡ଼ିଆ ସ୍ଥାନ ବା ଉଦୟଗିରି ଲଗାତାର ତୃତୀୟ ଦିନ ପାଇଁ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ରହିଥିଲା। ସେହିପରି କୋରାପୁଟର ଶିମିଳିଗୁଡ଼ାରେ ତାପମାତ୍ରା 10.2 ଡିଗ୍ରୀ ସେଲସିୟସ୍, ଫୁଲବାଣୀ 10.5 ଡିଗ୍ରୀ ସେଲସିୟସ୍, ରାଉରକେଲା 11.3 ଡିଗ୍ରୀ ସେଲସିୟସ୍ ଏବଂ ଝାରସୁଗୁଡ଼ା 11.8 ଡିଗ୍ରୀ ସେଲସିୟସ୍ ରହିଛି। ତେବେ ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ତାପମାତ୍ରା 17.4 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତେବେ 3 ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାର ସମ୍ଭାବନା ରହିଥିବା ବେଳେ ଫେବୃଆରୀ 19 ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହିତ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ ଏବଂ ବାଲେଶ୍ୱର ଗୋଟିଏ କିମ୍ବା 2ଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ନମ୍ବର 5, କାଳ ହେଲା ମହାକୁମ୍ଭ ଭିଡ଼। ଦିଲ୍ଲୀ ରେଳ ଷ୍ଟେସନରେ ଦଳା ଚକଟା, 18 ଜଣଙ୍କର ମୃତ୍ୟୁ। ଦିଲ୍ଲୀ ରେଳ ଷ୍ଟେସନରେ ଦଳା ଚକଟା। ପ୍ରୟାଗରାଜ ଯିବାକୁ ରହିଥିବା ଯାତ୍ରୀମାନଙ୍କର ଅସମ୍ଭାଳ ଭିଡ଼ ଯୋଗୁଁ ନୂଆଦିଲ୍ଲୀ ଷ୍ଟେସନରେ ଆଜି ରାତିରେ ଦଳା ଚକଟା ହୋଇଛି। ଏଥିରେ 18 ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କର ମଧ୍ୟରେ 9 ଜଣ ମହିଳା, 4 ଜଣ ପୁରୁଷ ଏବଂ 3 ଜଣ ଶିଶୁ ରହିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସପ୍ତାହାନ୍ତ ଯୋଗୁଁ ଷ୍ଟେସନରେ ପ୍ରବଳ ଭିଡ଼ ରହିଥିବା ସୂଚନା ମିଳିଛି। ଅନ୍ୟପଟେ ପ୍ରୟାଗରାଜ ଯିବା ପାଇଁ ପ୍ରବଳ ଶ୍ରଦ୍ଧାଳୁ ଜମା ହୋଇଥିଲେ। କିଛି ଯାତ୍ରୀ ମିଛ ଗୁଜବ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଗୁଜବ ପରେ ଯାତ୍ରୀମାନଙ୍କର ମଧ୍ୟରେ ଧାଁ ଦୌଡ଼ ଆରମ୍ଭ ହୋଇଥିଲା। ପ୍ଲାଟଫର୍ମ 13 ଓ 14ରେ ଦଳାଚକଟା ସ୍ଥିତି ଉପୁଜିଥିବା ସୂଚନା ମିଳିଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ 2ଟି ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଛି। ନମ୍ବର 6 ଇକୋନୋମି ସର୍ଭେ ରିପୋର୍ଟରେ ମୁଣ୍ଡ ପିଛା ଆୟ ହିସାବରେ ଏକାଦଶ ସ୍ଥାନରେ ଓଡ଼ିଶା। ବିଧାନସଭାରେ 2024-25 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହୋଇଛି। 2024-25 ଆର୍ଥିକ ବର୍ଷରେ ଓଡ଼ିଶା ଅର୍ଥନୀତିର ଆକାର 9.5 ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଓଡ଼ିଶାର ଅଭିବୃଦ୍ଧି 7.2% ରହିବା ଆକଳନ କରାଯାଉଛି। ସେହିପରି ସର୍ବଭାରତୀୟ ସ୍ତରରେ ଅଭିବୃଦ୍ଧି ହାର 6.4% ଆକଳନ କରାଯାଇଥିବା ବେଳେ ଓଡ଼ିଶା ଅର୍ଥନୀତିର ଆକାର 10% ବଢ଼ି 9.5 ଲକ୍ଷ କୋଟିରେ ପହଞ୍ଚିଛି। ତେବେ 2024-25 ଆର୍ଥିକ ବର୍ଷରେ ମୁଣ୍ଡ ପିଛା ଆୟ 10.6% ବୃଦ୍ଧି ପାଇ 1.83 ଲକ୍ଷ ଟଙ୍କା ସ୍ତରରେ ପହଞ୍ଚିଛି ଏବଂ ସର୍ବଭାରତୀୟ ମୁଣ୍ଡ ପିଛା ଆୟଠାରୁ ଏହାର ବ୍ୟବଧାନ 8.8%କୁ ହ୍ରାସ ପାଇଛି। ଅନ୍ୟ ରାଜ୍ୟ ତୁଳନାରେ ମୁଣ୍ଡ ପିଛା ଆୟ ହିସାବରେ ଓଡ଼ିଶା ଏକାଦଶ ସ୍ଥାନରେ ରହିଛି। ନମ୍ବର 7 ନିବେଶ ଟାଣିବାରେ ଓଡ଼ିଶା ଆଗୁଆ। 2024-25ରେ 2.4 ଲକ୍ଷ କୋଟିର ପ୍ରସ୍ତାବକୁ ମିଳିଛି ଅନୁମୋଦନ। ନିବେଶ ଟାଣିବାରେ ଆଗୁଆ ରହିଛି ଓଡ଼ିଶା। 2024-25ରେ ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ ଦ୍ରୁତ ଗତିରେ ବୃଦ୍ଧି ପାଇଛି। 2024 ଜୁନରୁ 2025 ଜାନୁଆରୀ ମଧ୍ୟରେ ରାଜ୍ୟ ସରକାର 2.4 ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର 133ଟି ନୂତନ ନିବେଶକୁ ଅନୁମୋଦନ ଦେଇଛନ୍ତି। ତେବେ ଏହାରି ମଧ୍ୟରେ ରାଜ୍ୟରେ 1.8 ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିଭଳି ଉତ୍କର୍ଷ ଓଡ଼ିଶା 2025ରେ 16.7 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ପାଇଛନ୍ତି ରାଜ୍ୟ ସରକାର। ଏହାଦ୍ୱାରା 20ଟି କ୍ଷେତ୍ରରେ 12.9 ଲକ୍ଷ ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। 2017-18ରୁ 2023-24 ମଧ୍ୟରେ ଓଡ଼ିଶାର ଖଣିଜ ଉତ୍ପାଦନ ବାର୍ଷିକ 21.4% ବୃଦ୍ଧି ପାଇଛି, ଯାହାକି ପ୍ରମୁଖ ଖଣିଜ ଉତ୍ପାଦନକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ। ନମ୍ବର 8 SBI ଦେଲା ଖୁସି ଖବର, ଏଣିକି ହୋମ୍ ଲୋନ୍ରେ କମିବ EMI। ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା SBIରୁ ଗୃହ ଋଣ ବା ହୋମ୍ ଲୋନ୍ ନେଉଛନ୍ତି କିମ୍ବା ନେବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କର ପାଇଁ ଆସିଛି ଖୁସିର ଖବର। ଦେଶର ସର୍ବବୃହତ ବ୍ୟାଙ୍କ SBI ଏହାର ବାହ୍ୟ ବେଞ୍ଚମାର୍କ ଋଣ ହାର ବା EBLR ଏବଂ ରେପୋ ଲିଙ୍କ ଋଣ ହାର ବା RLLR ହ୍ରାସ ଘୋଷଣା କରିଛି। ଏହା ଗୃହ ଋଣ ସମେତ ଅନ୍ୟାନ୍ୟ ଅନେକ ଋଣର ସୁଧ ହାର ହ୍ରାସ କରିବ, ଯାହା ଯୋଗୁଁ ଗ୍ରାହକମାନଙ୍କୁ କମ୍ EMI ଦେବାକୁ ପଡ଼ିବ। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ବା RBI ସମ୍ପ୍ରତି ରେପୋ ହାରରେ 0.25% ବା 25 ବେସିସ୍ ପଏଣ୍ଟ ହ୍ରାସ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ନୂତନ ସୁଧ ହାର 15 ଫେବୃଆରୀ 2025ରୁ ଲାଗୁ ହେବ। ତେବେ SBI ଘୋଷଣା କରିଛି ଯେ EBLR 9.15%ରୁ 8.90%କୁ ହ୍ରାସ କରାଯାଇଛି, ଯେତେବେଳେ RLLR ଏବେ 8.75%ରୁ 8.50%କୁ ହ୍ରାସ ପାଇଛି। ନମ୍ବର 9 ମୋ ବସ୍ ଦୁର୍ଘଟଣାରୁ ମିଳିବ ତ୍ରାହି, ସବୁ ବସ୍ରେ ଲାଗିବ ADAS ସିଷ୍ଟମ, ସତର୍କ କରିବାକୁ ବାଜିବ ସାଇରନ୍। ଚିନ୍ତା ବଢ଼ାଇ ଦେଲାଣି ମୋ ବସ୍। କେତେବେଳେ ମୋ ବସ୍ ଦୁର୍ଘଟଣା ନେଇ ଉତ୍ତେଜନା, ଆଉ କେଉଁଠି ମୋ ବସ୍ ଦୁର୍ଘଟଣା ପାଇଁ ଛାତ୍ରୀ ମୃତ୍ୟୁ, ବୃଦ୍ଧ ମୃତ୍ୟୁ, ମହିଳାଙ୍କର ମୃତ୍ୟୁ ହେଉଛି। ତେବେ ମୋ ବସ୍ ଦୁର୍ଘଟଣା ଦିନକୁ ଦିନ ବାରମ୍ବାର ଅଭିଯୋଗ ପରେ ଏବେ ଦୁର୍ଘଟଣା ହ୍ରାସ ପାଇଁ ଟେକ୍ନୋଲୋଜିର ସାହାରା ନେବାକୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ମୋ ବସ୍ରେ ଲାଗିବ ADAS ବା ଆଡଭାନ୍ସ ଡ୍ରାଇଭର ଆସିଷ୍ଟାଣ୍ଟ ସିଷ୍ଟମ, ସତର୍କ କରିବାକୁ ବାଜିବ ସାଇରନ୍। ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଗତ କିଛିଦିନ ହେବ ମୋ ବସ୍ ଦୁର୍ଘଟଣା ଘଟାଇ ଚାଲିଥିବା ବେଳେ ଏହା ଉପରେ ରୋକ ଲଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଡ୍ରାଇଭର ଆଖି ଲାଗିଲେ କି ଅନ୍ୟ କିଛି ତ୍ରୁଟି ଘଟିଲେ ସାଇରନ୍ ବାଜିବ। ଏହା ସହିତ ସବୁ ମୋ ବସ୍ରେ କ୍ୟାମେରା ଲାଗିବ। ଦୁର୍ଘଟଣା କମାଇବାକୁ 40 କିଲୋମିଟର ସ୍ପିଡ୍ ଗଭର୍ଣ୍ଣର ଲଗାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ନମ୍ବର 10 ଅନୁଭବ ମହାନ୍ତି ବହିରେ ସବୁ କଥା ଲେଖିଦେଲେ ଜାଗୃତି ସମ୍ପର୍କରେ ଆସିଲା ନୂଆ ଟ୍ୱିଷ୍ଟ। ପ୍ରକାଶ ପାଇଛି ଓଡ଼ିଶାର ଲୋକପ୍ରିୟ ସୁପରଷ୍ଟାର ତଥା ରାଜନେତା ଅନୁଭବ ମହାନ୍ତିଙ୍କର ବାୟୋଗ୍ରାଫି। ତେବେ ଏହି ବାୟୋଗ୍ରାଫିର ରଚନା କରିଛନ୍ତି ଜାଗୃତି ଶୁକ୍ଳା। ଏହାର ଓଡ଼ିଆ ଅନୁବାଦ କରିଛନ୍ତି ମାନସ ପଢ଼ିଆରୀ। ଅନୁଭବ ମହାନ୍ତି ତଥା ବର୍ଷା ପ୍ରିୟଦର୍ଶିନୀ ସବୁବେଳେ ଗଣମାଧ୍ୟମରେ ଆଲୋଚନାର ବିଷୟ ରହିଥିବା ବେଳେ ଏହି ବହିରେ ମଧ୍ୟ ତାଙ୍କର ସମ୍ପର୍କରେ ସ୍ଥାନ ପାଇଛି। ଏହା ସହିତ ଅନୁଭବଙ୍କର ସହିତ ଜାଗୃତିଙ୍କୁ ନେଇ ବହୁ ରୋଚକ କଥା ମଧ୍ୟ ଆଲୋଚନା କରାଯାଇଛି। ଏହି ବହି ଲେଖିବା ପାଇଁ ଜାଗୃତିଙ୍କୁ 4ରୁ 5 ବର୍ଷ ସମୟ ଲାଗିଥିଲା। ସେ କୁହନ୍ତି କି ଅନୁଭବଙ୍କର ଜୀବନକୁ ବହୁ ପାଖରୁ ଦେଖିବା ସହିତ ବହୁ କଷ୍ଟରେ ଏହି ବହିଟିକୁ ଲେଖିଛନ୍ତି। କହି ରଖୁଛୁ କି ବହିର ପ୍ରତିଟି ଶୀର୍ଷକ ଅତ୍ୟନ୍ତ ରହସ୍ୟପୂର୍ଣ୍ଣ ହୋଇଛି। ଯେପରି ଶୀର୍ଷକ ହେଉଛି ଅବାଞ୍ଛିତ ଜୀବନ ସାଥୀ ଏବଂ ଲଭ୍ ବାଇ ଚାନ୍ସ ଉପରେ ଲେଖାଯାଇଛି।